ଶାମ୍ବ ପୁରାଣ ହେଉଛି ସୂର୍ଯ୍ୟ ପୁରାଣର ଅନ୍ତର୍ଗତ। ଏହି ଉପପୁରାଣ ଶାମ୍ବ ପୁରାଣରେ ଶାମ୍ବ ଦଶମୀର ତାତ୍ପର୍ଯ୍ୟ ବର୍ଣ୍ଣିତ। ଏହି ଶାମ୍ବ ପୁରାଣ ଦେବର୍ଷି ନାରଦ ଶ୍ରୀକୃଷ୍ଣ ଜାମ୍ବବତୀଙ୍କ ପୁତ୍ର ଶାମ୍ବକୁ ଶୁଣାଇଛନ୍ତି। ଶାମ୍ବ ନାମ ଅନୁସାରେ ଏହି ଦଶମୀକୁ ଶାମ୍ବ ଦଶମୀ, ଗାଁ ଗହଳିରେ ସମ୍ବର ଦଶମୀ କୁହାଯାଏ। କଥିତ ଅଛି ଶ୍ରୀକୃଷ୍ଣଙ୍କର ସବୁ ପୁତ୍ର ମଧ୍ୟରେ ଜାମ୍ବବତୀ ଗର୍ଭଜାତ ଶାମ୍ବ ଅତ୍ୟନ୍ତ ସୁନ୍ଦର ଥିଲେ। ଦୁର୍ଯ୍ୟୋଧନଙ୍କର କନ୍ୟା ଲକ୍ଷ୍ମଣାଙ୍କୁ ଶାମ୍ବ ଅପହରଣ କରି ଆଣିଲେ। ବଳରାମଙ୍କ ସହାୟତାରେ ଶାମ୍ବ ବିବାହ କଲେ ଦୁର୍ଯ୍ୟୋଧନଙ୍କ ପୁତ୍ରୀ ଲକ୍ଷ୍ମଣାକୁ। ଅନ୍ତପୁର ମଧ୍ୟରେ ଶ୍ରୀକୃଷ୍ଣ ସତ୍ୟଭାମାଙ୍କ ସହ ପ୍ରେମାଳାପରେ ମଗ୍ନ ଥିବା ବେଳେ ଦ୍ୱାର ଦେଶରେ ଶାମ୍ବକୁ ଜଗାଇ ଆଦେଶ ଦେଇଥିଲେ କାହାକୁ ଅନ୍ତପୁରକୁ ନ ଛାଡ଼ିବା ପାଇଁ। ଏ ସମୟରେ ମହର୍ଷି ଦୁର୍ବାସା ଦ୍ୱାର ଦେଶରେ ଉପନୀତ ହୋଇ ଶ୍ରୀକୃଷ୍ଣଙ୍କ ଦର୍ଶନ ଚାହିଁଲେ। ଶାମ୍ବ ଭୟଭୀତ ହୋଇ ଶ୍ରୀକୃଷ୍ଣଙ୍କୁ ଡାକି ଦେଲେ। ଶ୍ରୀକୃଷ୍ଣ ଶାମ୍ବକୁ କୁଷ୍ଠରୋଗ ହେବା ନିମନ୍ତେ ଅଭିଶାପ ଦେଲେ। ଶ୍ରୀକୃଷ୍ଣ ପୁତ୍ରକୁ ଅଭିଶାପ ଦେଇ ଅନୁତପ୍ତ ହୋଇ ଦୁର୍ବାସାଙ୍କୁ ପୁତ୍ର ଶାମ୍ବର କୁଷ୍ଠମୁକ୍ତି ଉପାୟ ପଚାରିବାରୁ ଦୁର୍ବାସା ଅକ୍ରକ୍ଷେତ୍ର କୋଣାର୍କ କଥା କହି ଶାମ୍ବକୁ ସେ କ୍ଷେତ୍ରରେ ସୂର୍ଯ୍ୟ ପୂଜା କରିବା ପାଇଁ ନିର୍ଦ୍ଦେଶ ଦେଲେ। ସଂସ୍କୃତ ଶାମ୍ବ ପୁରାଣରେ ଚନ୍ଦ୍ରଭାଗା ତୀର୍ଥ ମାହାତ୍ମ୍ୟ ବିଶଦ ବର୍ଣ୍ଣିତ। ଦେବର୍ଷି ନାରଦଙ୍କ ସହ ଶାମ୍ବ ପୁଣ୍ୟଧାମ ଚନ୍ଦ୍ରଭାଗା ତୀରରେ ପ୍ରବେଶ ହେଲେ। ସେହି ଦିନ ଥିଲା ପୌଷ ମାସ ଶୁକ୍ଳପକ୍ଷ ଦଶମୀ ତିଥି। ସେଠାରେ ସୂର୍ଯ୍ୟଙ୍କ ପୂଜା ଆରାଧନା କଲେ। ସୂର୍ଯ୍ୟକୁ ଚାହିଁ ଚାହିଁ ତପସ୍ୟା କଲେ। ଶାମ୍ବ ଚନ୍ଦ୍ରଭାଗା ନଦୀ କୂଳରେ ତପସ୍ୟା କରି ସୂର୍ଯ୍ୟନାରାୟଣ ବା ପ୍ରଭୁ ଆଦିତ୍ୟ ନାରାୟଣଙ୍କର ଏକ ମଣି ବିଗ୍ରହ ପାଇଥିଲେ। ସୂର୍ଯ୍ୟ ହିଁ ଭଗବାନ ନାରାୟଣଙ୍କର ସ୍ୱରୂପ। ଇଷ୍ଟମନ୍ତ୍ର ହେଉଛି ନମ ସର୍ବତେ ଜଗଦେକ ଚକ୍ଷୁତେ ଜଗତ୍ ପ୍ରସ୍ତୁତି ସ୍ଥିତିନାଶ ହେବତେ ତ୍ରୟମାତାୟ ତ୍ରିଗୁଣାତ୍ମାଧାରିଣେ ବିରଞ୍ଚି ନାରାୟଣ ଶଙ୍କରାତ୍ମନେ ନମଃ। ତାଙ୍କରି ଆଶୀର୍ବାଦ ବଳରେ ଶାମ୍ବ ଦୁରାରୋଗ୍ୟ ବ୍ୟାଧି ଦୂର ହୋଇ ସୁନ୍ଦର ଶରୀର ଲାଭ କରିଥିଲେ। ଏହି ଦିନଟି ଥିଲା ମାଘ ମାସ କୃଷ୍ଣପକ୍ଷ ସପ୍ତମୀ ତିଥି। ଶାମ୍ବ କୁଷ୍ଠରୋଗରୁ ମୁକ୍ତ ପାଇ ସମଗ୍ର କଳିଙ୍ଗରେ ସୂର୍ଯ୍ୟପୂଜା ବିଧିର ପ୍ରଚାର କରାଇଲେ। ଭାରତର 7ଟି ସ୍ଥାନ ଉତ୍କର୍ଷ ପୁଣ୍ଡାର୍କ। ପ୍ରଥମେ ସେ ଚନ୍ଦ୍ରଭାଗା ନଦୀ କୂଳରେ ଏକ ମନ୍ଦିର ତିଆରି କରାଇ ପୌଷ ଶୁକ୍ଳ ଦଶମୀ ବା ଶାମ୍ବ ଦଶମୀ ତିଥିରେ ମୈତ୍ୟଲୋକରେ ସୂର୍ଯ୍ୟ ମୂର୍ତ୍ତି ପୂଜାର ପ୍ରଥା ଆଚରଣ କରାଇଥିଲେ। ପ୍ରଭୁ ଆଦିତ୍ୟ ନାରାୟଣଙ୍କୁ ଏହି ପୂଜା ସମ୍ପର୍କରେ ଶାମ୍ବ ଜଣାନ୍ତେ ପ୍ରଭୁ ସୂର୍ଯ୍ୟଦେବ କହିଲେ, ମୋର ପୂଜା ପାଇଁ ଉପଯୁକ୍ତ ପୁରୋହିତ ଭାରତବର୍ଷରେ ନାହାନ୍ତି। ଏଣୁ ଶାକଦ୍ୱୀପରୁ ମଗ ବ୍ରାହ୍ମଣକୁ ଅଣାଇ ଏହି ପୂଜା ନିମନ୍ତେ ମୁଁ ସନ୍ତୋଷ ଲାଭ କରିବି। ତାହା ହିଁ ହେଲା। ଶାମ୍ବ ଶାକଦ୍ୱୀପରୁ ବ୍ରାହ୍ମଣ ବା ଗ୍ରହ ବ୍ରାହ୍ମଣମାନଙ୍କୁ ଅଣାଇ ଭାରତବର୍ଷରେ ସୂର୍ଯ୍ୟ ପୂଜାର ବ୍ୟବସ୍ଥା କରାଇଲେ। ସେହି କାଳରୁ ଆମ ଦେଶରେ ଶାମ୍ବ ଦଶମୀର ସୂର୍ଯ୍ୟଙ୍କର ବ୍ରତ ପାଳନ ଓ ପୂଜାର ପ୍ରଚଳନ ରହିଛି। ନିଜେ ଦେବଶ ନାରଦ ଭୁବନ ଭାସ୍କର ସୂର୍ଯ୍ୟଦେବଙ୍କ ଅଭିଶାପରେ ଧବଳକୁଷ୍ଠ ବ୍ୟାଧିରେ ରୋଗଗ୍ରସ୍ତ ଥିବାର କଥା ରହିଛି। ନାରଦ ମଧ୍ୟ ଏ କ୍ଷେତ୍ରରେ ସୂର୍ଯ୍ୟଙ୍କର ଦ୍ୱାଦଶ ନାମ ଯଥା ଆଦିତ୍ୟ, ଭାସ୍କର, ପ୍ରଭାକର, ଦିବାକର, ସହସ୍ରାଶୁ, ତିଲୋକଲୋଚନ, ଦେବଶେଷ, ଛାୟାରମଣ, ଦିବ୍ନାକର, ଦ୍ୱାଦଶାତ୍ମକ ତ୍ରିବିକ୍ରମ ସୂର୍ଯ୍ୟଦେବ ଜପ କରି ସୂର୍ଯ୍ୟ ପୂଜାରାଧନା କରି ଧବଳ କୁଷ୍ଠମୁକ୍ତ ହୋଇଥିଲେ। ଏଥିପାଇଁ ଏ ଦଶମୀକୁ ଶାମ୍ବ ଦଶମୀ କୁହାଯାଏ। ଶାମ୍ବ ବାଲୁକାରେ ସୂର୍ଯ୍ୟ ମୂର୍ତ୍ତି ଗଠନ କଲେ। ବିବିଧ ପୁଷ୍ପ, ଧୂପ, ଚନ୍ଦନ ଇତ୍ୟାଦିରେ ଷୋଡ଼ଶ ପୂଜାଚାର ପୂଜାବିଧି କରିଥିଲେ। ସେହି ସ୍ଥାନ ହିଁ ଆଜିର କୋଣାର୍କ। ସୂର୍ଯ୍ୟ ପୂଜାର ଇତିହାସ ଅତ୍ୟନ୍ତ ପ୍ରାଚୀନ। ଉଲ୍ଲେଖ ଅଛି ଦିଗ୍ବିଜୟ ସମ୍ରାଟ ହର୍ଷବର୍ଦ୍ଧନଙ୍କ ରାଜଦରବାରରେ ମୟୂରଭଞ୍ଜ ନାମକ ଜଣେ ଅଗାଧ ସଂସ୍କୃତ ଜ୍ଞାନସମ୍ପନ୍ନ କବି ଥିଲେ। ସେ କୁଷ୍ଠରୋଗାକ୍ରାନ୍ତ ହୋଇ 100 ଶ୍ଲୋକ ବିଶିଷ୍ଟ ସୂର୍ଯ୍ୟସ୍ତୁତି ରଚନା କରି ନିତ୍ୟ ପାରାୟଣ କରି ବ୍ୟାଧିମୁକ୍ତ ହୋଇଥିଲେ। ଭଗବତ୍ ଏକାଦଶ ସ୍କନ୍ଧରେ ଶାମ୍ବଙ୍କର ଲୌହ ମୁଷଳ ଧାରଣ ଓ ଯଦୁବଂଶ କଥା ରହିଛି। ତେଣୁ ତାଙ୍କ ନାମରେ ନାମିତ ଶାମ୍ବ ଦଶମୀ ସୂର୍ଯ୍ୟ ପୂଜା। ସୂର୍ଯ୍ୟଙ୍କର ଏ କ୍ଷେତ୍ରରେ କୁମ୍ଭୀର ରୂପୀ ମହାଦୈତ୍ୟ ଅର୍କ ବଧ କରି କୋଣାର୍କ ସ୍ଥାପନ କରିଥିବା କଥା ମଧ୍ୟ ରହିଛି। ଯେଉଁ ସ୍ଥାନରେ କୃଷ୍ଣପୁତ୍ର ଶାମ୍ବ ସୂର୍ଯ୍ୟଙ୍କ କୃପା ପ୍ରାପ୍ତି ନିମନ୍ତେ ତପଶ୍ଚରଣ କରିଥିଲେ ତାହା ମୈତ୍ରବତନ ନାମରେ ଖ୍ୟାତ। ସୂର୍ଯ୍ୟଙ୍କର ଅନ୍ୟ ନାମ ମିତ୍ର। ତାଙ୍କର ନାମାନୁସାରେ ଚନ୍ଦ୍ରଭାଗା ତୀରରୁ ଏକ ବ୍ୟାପକ ଅଞ୍ଚଳ ମୈତ୍ରୟବନ ନାମରେ ଖ୍ୟାତ। ଗ୍ରହଯାଗ ସଂସ୍କାର ଗ୍ରନ୍ଥରେ ଉଲ୍ଲେଖ ଅଛି ଜାତଂ ସୂର୍ଯ୍ୟଂ କଳିଜେଷୁ ଅର୍ଥାତ୍ ସୂର୍ଯ୍ୟଙ୍କର ଜନ୍ମସ୍ଥାନ କଳିଙ୍ଗ ଦେଶ।
କୋଣାର୍କ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବହୁ ସୂର୍ଯ୍ୟ ମନ୍ଦିର ଏବଂ ପୀଠ ତଥା ତୀର୍ଥକ୍ଷେତ୍ର ରହିଛି। ଏପରିକି ଖଣ୍ଡଗିରିରେ ଦ୍ୱିତୀୟ ଶତାବ୍ଦୀରେ ଅନନ୍ତ ଗୁମ୍ଫାରେ ଖୋଦିତ ସୂର୍ଯ୍ୟ ମୂର୍ତ୍ତି ସୂର୍ଯ୍ୟ ପୂଜାର ପ୍ରାଚୀନ ପ୍ରତୀକ। ଷଷ୍ଠ ଶତାବ୍ଦୀ ଖିଚିଙ୍ଗର ସୂର୍ଯ୍ୟ ମନ୍ଦିର, ନବମ ଶତାବ୍ଦୀ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା, ଭଦ୍ରକର ପାଳିଆ ଏବଂ ଖୋର୍ଦ୍ଧାର ବିରଞ୍ଚି ନାରାୟଣ ମନ୍ଦିର ପ୍ରାଚୀନ ସୂର୍ଯ୍ୟ ପୂଜାର ପ୍ରତୀକ ଭାବେ ଦଣ୍ଡାୟମାନ।